लिंग धर ब्राह्मण ब्राह्मण अवध हम आज्ञा धर आस 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 लिंग राइट राइट पछ करिवे हमर अछि ए तो फल्गु की नदी रे फल्गु की नदी जो तांकर धर्मर पिता दशरथ को मां सीता सती आज्ञा बाली पिंड देली पिंड देवा समय रे आज्ञा राम लक्ष्मण दशरथ कहले मारे श्राद्धर समय अतीत हो जाउछि जदि समय शेष हेबो ताहाले मु आउ किछि हेले ग्रहण भाई सेटा सर जाइछि आउ तमे मुते दियो से त देइ देले साल आज्ञा देवा समय रे सीता चारि लोक को साक्षी रखे चारि लोक के प्रश्न करथिले आज्ञा चारि लोक किए तो चारि लोक को की साक्ष्य देले के प्रश्न करथिले आज्ञा ए आज्ञा हां हौ कहिबा आहा हा हा भाबर सियारे मुता भाबर सिया रे मुता भाबर सिया रे मुता भाबर सिया रे मुता भाबर सिया बाबे बांधी दिला मते गो बाबे बांधी दिला मते बाबे बांधी दिला मते गो बाबे बांधी दिला मते तो सदा गो मोरतो गेलेना भाबर सिया रे मुता भाबर सिया आगो किए डाके मते गोविंद गोपाल किए डाके भावग्राही भगत कहिते अवतार होइली दुष्ट दल नर पाई केते जोगी मुनि जो कर नाइ पाइले मोर भेट भाबी देले थोरे अभाव कु दूर भाबे के होइछि निकट ओइठा कुआइला मते गो ओइठा कुआइला मते ओइठा कुआइला मते ओइठा कुआइला मते भगवान को ओइठा की खुइला सबारी मा गमरतो गेलेना भाबर सिया रे मुता भाबर सिया आगो भगत मोर मन भगत जीवन भगत मोर प्राण भगत मोर सखा तार पाई एका नाम मोर मधुसूदन ब्राह्मण गोइठा सबारी ओइठा पांडव मोर सखा अरे खुद भजा खाइली हस्तिन नगरे रखिबा धर्म एका साग भजा देले मते साग भजा देले मते साग भजा देले मते साग भजा देले मते भगवान के साग भजा की देइतिला सुलभमा गमरतो गेलेना
ବାପ ଆଚ୍ଛା ଏଇ ସେ ମିଟୁ ମୁଦୁଲି ଆଜ୍ଞାଙ୍କର କଥାଟାକୁ ସୀତା ଏ ଚାଲୁକୁ କଣ ଅଭିଶାପ ଦେଲେ ତାପରେ ଆଜ୍ଞାଙ୍କର କଥା କହିବା ତାପରେ କହିବା। ପ୍ରହ୍ଲାଦ କାହିଁକି ଧନ୍ୟବାଦ ଆହା ହା ହେଉ ପଣ୍ଡିତ ଜନା ଶୁଣନ୍ତୁ ଡରି କର୍ଣ୍ଣ ରାମଙ୍କ ଆଜ୍ଞା ପାଇ ସୀତା ଗଲେ ସେଦିନ ଯେତେବେଳେ ଦଶରଥ ଅଧା ସ୍ୱର୍ଗରେ କହିଲେ ଶୁଣ ରାମ ତୁହି କର୍ଣ୍ଣରେ ମିଥ୍ୟା ନୁହେଁ କଥାରେ ସତ ପ୍ରମାଣ ସୀତା ଦେଲେ ବାଲି ପିଣ୍ଡ ଦାନ ସତ କଥା ଯେବେ ରାମ ଶୁଣି ଦେଲେ ଫଲଗୁ ନଦୀ କି ଚାହିଁ ନ ବହିଲେ କହିଲେ ମିଥ୍ୟା କିମିତି କହିଲ ଏ ସ୍ଥାନ ତେଣୁ କରି ସାପ ତୋତେ ଦେଉଅଛି ଏ ଜାଣ ଅତି ଶୀଘ୍ର ପାତାଳକୁ ତୁ ଯିବୁ ପଳାଇ ରେ ଫଲଗୁ ତ ଗର୍ଭେ ଜଳ ରହିବ ନାହିଁ ଏତେବେଳେ ସାପ ଦେଲେ ସୀତ ଶ୍ରୀରାମ ଫଲଗୁ ଯାଉ ତୁ ପାତାଳ ଭୁବନ ଫଲଗକୁ ସାପ ଦେଇ ଶ୍ରୀରାମ ଗଲେ ତୁଳସୀ ବୃକ୍ଷ ମୂଳରେ ମିଳିଲେ କହିଲେ ମିଥ୍ୟା କଥା କହିଲୁ ତୁଳସୀ ଦୁଃଖରେ ମୋର ବଇ ରହି କାନ୍ଦୁଛି କେତେ କଥା ତାକୁ ମୁଁ ଥିଲି ଲୋକଇ ମିଛ କଥା ତୁଳସୀ ତୁ ଦେଲୁ ବୁଝାଇ ତେଣୁ କରି ତତେ ଦେଉଛି ଅଭିଶାପ ଦେଉଛି ଅଭିଶାପ ଲେଉଟିଆ ଶାଗ ରୂପେ ହୋଇ ବୁଝାତ ସେଠାରୁ ତା ସାପ ଦେଇ ଶ୍ରୀରାମ ଗଲେ ହଡ଼ା ବଳଦ ପାଶରେ ରାମ ମିଳିଲେ ହଡ଼ା ବଳଦକୁ ଚାହିଁ କହନ୍ତି ରାମ କେତେ ମିଥ୍ୟା କଥା ତୁ ଦେଲୁ କହିଣ କଳି ଯୁଗରେ ଯେତେ ପଠାଣ ଜାତି ଦେଉଛି ସାପ କରିବେ ଟିକି ଟିକି ଖାଇବେ ପଠାଣ ତୋର ମାଂସକୁ କାଟି ମିଛା କଥା ବଳଦ ତୁ ଥିଲୁ କହିଲି ରାମଙ୍କର ସାପରେ ପୁଣି ସେ ଯବନ ବଳଦକୁ କାଟି କରନ୍ତି ଭକ୍ଷଣ ବର ବୃକ୍ଷ ମୂଳେ ପୁଣି ଶ୍ରୀରାମ ଗଲେ ପୁଣି ଶ୍ରୀରାମ ଗଲେ ବର ଗଛକୁ ଚାହିଁ ଅଭିଶାପ ଦେଲେ କହିଲେ ବର ଗଛ ଦେଉଛି ଅଭିଶାପ ଅଲ୍ୟାଜକ ଚୁଲିରେ ତୁ ହୋଇବୁ ଭସ୍ମ ଅଲ୍ୟାଜକ କହିଲେ ଆଜ୍ଞା ରଜକ ଜାତି ମଳିନ ବସନ ତା ଉପରେ ଦେବ କାଚି ବସନ ସିଝାଇ ବସେ ବୃକ୍ଷକୁ ନେଇ ସାପ ଦେଇଛନ୍ତି ସେତକ ଦଣ୍ଡ ସାଇ ଶୁଣ ଥରେ ମନ ଦେଇ ହେ ପଣ୍ଡିତେ ଶୁଣନ୍ତୁ ଏ ମନ ଦେଇ ହେଲେ ଭାଇ ଏ ମୁଦୁଲି ବାବୁଙ୍କର କଥା ସରିଲା ତମର ଗୋଟାକୁ ମୋର ଗୋଟେ ହଉ ଯେ ଆଜ୍ଞାଙ୍କର ଆଉ ଗୋଟେ କଥା ଅଛି ସେ କଥାରେ ବୁଝେଇ ଦଉଛି ମୁଁ ତାପରେ ତମେ କହିବ କିନ୍ତୁ ଗୀତଟା ସିନା ଗାଇଦେଲି ଆଜ୍ଞା ରାମଚନ୍ଦ୍ର ଯେତେବେଳେ ଫଲଗୁ ନଦୀ ନିକଟେ ଗଲେ ତାକୁ ପଚାରିବାରୁ ସେ ମନା କରିଥିଲେ ଯେତେବେଳେ ସତ କଥା ପ୍ରକଟ କଲେ ଦଶରଥ ସେତେବେଳେ ରାମଚନ୍ଦ୍ର କ୍ରୋଧାନ୍ୱିତ ହୋଇକରି ଫଲଗୁ ନଦୀକି ଅଭିଶାପ ଦେଲେ ଯେ
ଅତି ଶୀଘ୍ର ତୁ ପାତାଳକୁ ଯା, ତୋ ଗର୍ଭରେ ଆଉ ଜଳ ନଥିବ। ଶାପ ଦେଇଦେଲେ। ତୁଳସୀ କହିଲେ ତୁ ନେଉଟିଏ ଶାଗ ହେଇକି ଜନ୍ମ ହବୁ, ତୁ କଳି ଯୁଗରେ ତୋତେ ଖାଇବେ ଲୋକମାନେ। ତୁଳସୀ କି ଶାପ ଦେଇଦେଲେ। ଏଇ ଯୋଉ ବୃକ୍ଷକୁ କହିଲେ ରଜକ ଚୁଲିରେ ତୁ ଭସ୍ମ ହେବୁ, ଯୋଉ ମାରା ଲୁଗା କାଚିବ ରଜକ, ସମସ୍ତଙ୍କର ଅଶୁଦ୍ଧି ଲୁଗା ଗୁଡାକୁ ନେଇକିରି ରଜକ ସେଠି କାଚିବ, ସିଝେଇବ, ସେଇ କାଠରେ ସେଇ ଲୁଗା ସିଝିବ। ତାଙ୍କୁ ଏମିତି ଶାପ ଦେଲେ। ତାପରେ ହଡ଼ା ବଳଦକୁ କହିଲେ ତୁ ମିଥ୍ୟା କଥା କହିଲୁ, ତୋତେ ଯବାନ ମାନେ କାଟିକିରି ଖାଇବେ। ଯବାନ କହିଲେ ଆଜ୍ଞା ପଠାଣ, ଯବନର ପୁଅ ଯବନ, ସେ ପଠାଣ ପିଲା ଖାଇବ ବୋଲି ସେ ଅଭିଶାପ ଦେଇଛନ୍ତି। ଏମିତି ଏ ଚାରିଟି କଥା ହେଲା। ତାପରେ ଆପଣଙ୍କୁ ଆଉ କିଏ ଗୋଟେ ହେଲେ କହିବେ ଆମର ଆଜ୍ଞାଙ୍କର